ଆଜିର ପ୍ରସଙ୍ଗ ଆଲୋଚନା କରିବା କଣ ରାଧା କୃଷ୍ଣଙ୍କ ମିଳନ ତାହେଲେ ପ୍ରଭୁଙ୍କର ମାଙ୍କର କିପରି ମିଳନ ହଉଛି କିପରି କିପରି ଏବେ ଶୁଣନ୍ତୁ ସୁଜନେ ଏବେ ଶୁଣନ୍ତୁ ସୁଜନେ କୃଷ୍ଣ ଏକ ଦିନେ ଯା କଦମ୍ବ ମୂଳରେ ଥିଲେ କଦମ୍ବ ମୂଳରେ ଥିଲେ କାକେ କୁମ୍ଭ ଧରି ନିର ଆଣିବାକୁ ଯା ରାଧା ଯମୁନାକୁ ଗଲେ पंडित मंडली मोर विद्वान आज आपनक निकटरे जो न्याय उपस्थापन करूची आगे ये होची गोपकटकर न्याय गोपकटकर नवलक्ष गोपाल महल राजा हेउचंदी नंद रानी हेउचंदी यशोदा पुत्र हेउचंदी कलाकानु कृष्ण रे आज्ञा न्यायटा हिला कोन ना आज रासेश्वरी राधा सखी मानकु डकाडकी करी जमुना को स्नान करबा निमंत्रण बाहरी छंती विशाखा ललिता आसुन सब जमुना को स्नान करबा को जिबा मालाजी सखी माने किपरि डकाडकी हेउछंती जमुना को स्नान करबा निमंत्रण मां माने तमरी कथा टिके देखु था केटा के संगात केटा को इमितलो केटा को इमितलो चलो जिबा सही गोपर गोपरणी माने राधा सहित डकाडकी जमुना को जाउछंती केमिति गले केटा के संगात केटा को इमितलो केटा को इमित असलो जीवागा कोई माल आज समस्त गोप गोपणी माने परस्पर मध्य डकाडकी होउछंती कहले हे ललिता आले ए छोटो ना आउ देरी होउछिलो साडा शीघ्र शीघ्र स्नान करबा को जिता सब गोप गई डकाडकी होई सब गोप गई जमुना कूले मिलाइलो सजनी आवा सजनी जमुना कूले मिलाई समस्त डकाडकी चली यही समय न्यायटा है कौन ना से जमुनार कदम गछ मूले नजर पड़ी गला कलाकानु कृष्ण राधा से जमुनार निकटस्थ कदम गछ बसी से ना कलाकानु कृष्ण हठात नजर पड़ी गला राधा ये कलाकानु कृष्ण कले कौन ना जमुनार निकटस्थ कदम गछ बेलू जा कहीं आसी कले कौन कि पथ गाली को हंती बंद माली जा सुण प्राण बांधव भलारे सुणालो प्राण बांधवी सुबेश होई लंका सहित बोलो आज तो पूरा बुझी सुंदर कलाकानु कृष्ण प्रथम गछ मुगु तेजा करी भाई आसी राधांकर पत्थर उदर कले कौन हैला कौन पे म पत्थर उदर कल कान्हा अरे राधा कान्हा तमे कोन जानि पर ना नाही कान्हा सत्य सत्य कहूची मो दिया छुइला आपन को दियो छु राधा आज्ञा मु काहे कि तमर पत्थर उदर करछि जानि छ काहे कि ए कथा जानि ना माला एठी कलाकानु कृष्ण कहिले अनेक दिन अभिलाष मन रही से ही अभिलाष को पूर्ण करने मु तुमर आज पत्थर उदा कर जानी ना 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 राधा आज तुम पुर को जावाई मोर भारी इच्छा है
ତମେ ଭାରି ଠକ ରାଧା ତମେ ହେଲା ଧୋକା ଦିଆ ରାଧା ତମେ କପଟିଆ ଆରେ ସବୁବେଳେ କହୁଛ ମୋ ଉପରକୁ ଯିବ କାଲି ଚନ୍ଦ୍ରବାଲି ପୁରା ତ କାଲି ହେଲା ମୀରାବାଇପୁରରେ ରାଧା ଏଇ କାମ ଆରେ ଆରେ ତମେ ଏମିତି ବ୍ୟସ୍ତ ହୋଇ କାଇଁ ପଡୁଛ ଇଏ କୋଉ କଥା ଅନେକ ବାର ପରେ ମତେ କଣ୍ଟ ଦେଇଛ ଯିବ ବୋଲି ହଁ। ହେଲେ କେବେ ଯାଇଛ କି କାମ ରାଧା କାମ ଆରେ ଶାନ୍ତ ହୁଅ ହେଇ! ରାଧା କୃଷ୍ଣ ସବୁ ଗୁପୁ ଚୁପୁ ଖାଉଥିଲେ ରାଧା କାମ ଆରେ ଶାନ୍ତ ହୁଅ ହେଲେ କାମ ତମ ଅଭିଳାଷ ନିଶ୍ଚୟ ପୂରଣ ରଖିବ କେମିତି କାମ କେମିତି ମାଲ ଏଇଠି ରାସେଶ୍ୱରୀ ରାଧା କହିଲେ କହିଲେ ହେ କାହ୍ନା ତମ କଥାକୁ ମୋର ବିଶ୍ୱାସ ଆସୁନି ନା, ନା। ତମେ ଆଉ କାହା କଥାରେ ପଡି କୁଆଡେ ଯାଉଛ ହଁ, କାହ୍ନା। କେବେ ହେଲେ ମୋ ପୁରକୁ ଆସୁନା ନା, ନା, ନା। ତମରି ପାଇଁ କି ମୁଁ ଶାଶୁ ନଣନ୍ଦ ଠାରୁ କେତେ କଥା କେତେ ନିନ୍ଦା ସହୁଛି ହଁ, କାହ୍ନା। ଯଦି କହୁଛ ଆସିବ ପାଇଁ କି ଗୋଟେ ନିର୍ଦ୍ଦିଷ୍ଟ ସମୟ ଦଉନା ଏଇଠି କାମ କଣ ହେଲା କେତେବେଳେ ଆସିବ ସେ ସମୟଟା ସିନା କହିଲେ ମୁଁ ଅପେକ୍ଷା କରି ତମକୁ ବସିଥିବି ରାଧା ହଁ ତାର ମୋର ଆସିବା ସମୟଟା ଜାଣୁଛ ହଁ হ্যাঁ ହଁ। মনে রকম ମୁଁ କୋଉ ସମୟରେ ଆସିବି হ্যাঁ ମାଲ ଏଇଠି ରାସେଶ୍ୱରୀ ରାଧା କହିଲେ କହିଲେ କେତେବେଳେ ଯିବ ଯିବ କି ନ ଯିବ ସେ କଥା ମୋ ଆଗେ କୁହଲେ କେତେବେଳେ ଯିବ ଯିବ କି ନ ଯିବ ସେ କଥା ମୋ ଆଗେ କୁହଲେ ଯିବ କି ନ ଯିବ ନ ତ ନାୟକରେ ଯିବ କି ନ ଯିବ ନ ତ ନାୟକରେ ଏବେ ଫେର ମନୁ ସନ୍ଦେହ ହେ ଫେର ମନୁ ସନ୍ଦେହ ଏବେ ଫେର ମନୁ ସନ୍ଦେହ ଫେର ମନୁ ସନ୍ଦେହ ଲକ୍ଷରଖଣ୍ଡ ମୋର ପଣ୍ଡିତ ମଣ୍ଡଳୀ ମୋର ବିଦ୍ୱାନ ମଣ୍ଡଳୀ ଏଇଠି ରାସେଶ୍ୱରୀ ରାଧାଙ୍କୁ କାହ୍ନୁ କହିଲେ କହିଲେ ରାଧା ବ୍ୟସ୍ତ ହୁଅନି ମୁଁ ଠିକ ସମୟରେ ପହଞ୍ଚ ସତ କହୁଛି କାମ କୋଉ ସମୟରେ ଯିବି ଜାଣିଛ କୋଉ ସମୟରେ? ଏକାନ୍ତ ଭାବରେ ଥିବ ହଁ। ଚନ୍ଦ୍ରସେନା ଗୋଗଷ୍ଟକୁ ଯାଇଥିବେ ହଁ। କେହି ବି ହେଲେ ଘରେ ନଥିବେ ନା, ନା। ସେଇ ସମୟ ସେଇ ମୌକା ଦେଖିକି ଯିବି ତାହେଲେ କୋଉ ସମୟରେ ଯିବି କି କୋଉ ସମୟରେ? ଯେବେ ଶ୍ରୀକୃଷ୍ଣ ବୋଇଲେ ଶୁଣଲୋ ବାନ୍ଧବୀ ମିଶି ପାଞ୍ଚ ଧରି ପାରିଲେ ଚନ୍ଦ୍ରସେନା ଯାଇଥିବେ ଗୋଗଷ୍ଟକୁ ଚନ୍ଦ୍ରସେନା ଯାଇଥିବେ ଗୋଗଷ୍ଟକୁ ରାଧା ଆଜ୍ଞା ଆରେ ଶୋଇଥିବ ପଲଙ୍କରେ ଲୋ ଶୋଇଥିବା ପଲଙ୍କରେ ଏବେ ଶୋଇଥିବା ପଲଙ୍କରେ ଲୋ ଶୋଇଥିବା ପଲଙ୍କରେ କାଳିଆ ସମୟ ସ୍ୱଳ୍ପ ଆଜ୍ଞା। ନିଅ ନା ଅନେକ ମଞ୍ଚକୁ ଅପେକ୍ଷା କରି କଳାକାର ମହୋଦୟ ମାନେ ରହିଲେ ଆମେ ଏକୁଟିଆ ଶ୍ରେଷ୍ଠ ନୁହେଁ ନା, ନା। ଟିକେ ଟିକେ କରି ସାରିବା ହଁ ହେଁ, ଖରାବେଳେ କରିବା ନା ଦ୍ୱିପହରେ କରିବା ଝିଅ ଏଇଠି ଆଜ୍ଞା କଳାକାନ କୃଷ୍ଣ କହିଲେ କହିଲେ ରାଧା କାହ୍ନୁ ରାଧା ଆଜ୍ଞା। ଯାଅ ଏକାନ୍ତ ଭାବରେ ଥିବ ଆଜ୍ଞା ମୁଁ ନିଶ୍ଚିତ ଭାବରେ କହୁଛି ସତ କହୁଛ କାହ୍ନୁ। ମାଳ ଏଇଠି ରାସେଶ୍ୱରୀ ରାଧାଙ୍କର ମନ ତୃପ୍ତି ହେଇଗଲା ଏଇଠି ରାସେଶ୍ୱରୀ ରାଧା ଖୁସି ହେଇଗଲେ ଖୁସି ହେଇ କଲେ କଣ କି କହିଲା ଇଏ ସଂକେତ ଶୁଣି ସତୀ ଶିରୋମଣି ଯମୁନାକୁ ଚଳି ଗଲା ଯେ ଏ ସଂକେତ ଶୁଣି ସତୀ ଶିରୋମଣି ଯମୁନାକୁ ଚଳି ଗଲା ଯେ ନାନା ଚାକି ବନ ଘେଲିଣ ବହନ নানা চাকি বনা ঘেলিনা বহন নিজ সদনে মিলা দে নিজ সদনে নিজ সদনে মিলা দে নিজ সদনে মাল এইটি রাসেশ্বরী রাধা ନିଜର ସ୍ନାନ କପଳ ସମାପନ କରି ବାସଭବନକୁ ଫେରି ଆସିଲେ